ବର୍ତ୍ତମାନ ମୋର ଆଲୋଚନା ଧର୍ମକୁ ନେଇ। ଶୀର୍ଷକ ମହାକୁମ୍ଭର ମହାପ୍ରଳୟ। କାହାର ଧର୍ମକୁ ଆକ୍ଷେପ କରି କଥା କହିବାଟା ଏକାନ୍ତ ଅନୁଚିତ। ତଥାପି କୁହାଯିବାର ଅର୍ଥ ହେଲା, ଧର୍ମରେ ରହିଥିବା ଦୋଷର ସୁଧାର କରିବାର ଆଶା ଓ ଆସ୍ଥା ମନରେ ସ୍ଥାପନାର ଏକ ମହତ୍ ଉଦ୍ଦେଶ୍ୟ। ନହେଲେ ଧର୍ମଧାରୀ ଧର୍ମ ଆଚାରୀଗଣ ଅଜ୍ଞତାବଶତଃ କାରଣ ପାଇଁ ଯନ୍ତ୍ରଣାର ଶିକାର ହୋଇଯିବେ। ଏହା ସ୍ୱତଃସିଦ୍ଧ। ଦିବ୍ୟ ପବିତ୍ର ଆତ୍ମାର ଆବର୍ଜନାପୂର୍ଣ୍ଣ ମଇଳାକୁ ସଫା କରି ଦେଉଥିବା କୋରିତ ଗ୍ରନ୍ଥ କୋରାନର ଅନୁବାଦ ପଢ଼ି ମୁଁ ଯାହା ଜାଣିଅଛି କି, ଆଲ୍ଲାହ ପାକ୍ ବା ପବିତ୍ର ଧର୍ମର ମାନିଆ ଏବଂ ଅମାନିଆ ଦୁଇ ପ୍ରକାର ରାସ୍ତାକୁ ଦେଖାଇ ନିଜେ ଦୋମୁହାଁ ନୀତି ଆପଣେଇ ନେଇଛନ୍ତି। ତାଙ୍କର ପ୍ରବର୍ତ୍ତିତ ପ୍ରଣୀତ ବା ସୃଷ୍ଟି କରିଥିବା ଏକେଶ୍ୱରବାଦର ଇସଲାମ ଧର୍ମ, ଯାହାକି ଶାନ୍ତିମୟତାରେ ଉଦ୍ଘୋଷିତ, ଯେଉଁ ଶାନ୍ତିମୟତା ସ୍ୱର୍ଗସୁଖ ପ୍ରାପ୍ତିରେ ପର ଜୀବନରେ ରହିଅଛି, ଏବର ଇହ ଜୀବନରେ ଯାହା ଆତ୍ମାର ଶାନ୍ତିରେ ନିହିତ, ସେହି ଧର୍ମର ମାନିଆ ପ୍ରକୃତିଟି ପୟଗମ୍ବର ପ୍ରେରଣ ଏବଂ ଅମାନିଆ ପ୍ରକୃତିଟି ଶଇତାନ ବା ଇବ୍ଲିସକୁ ମଣିଷ ପଛରେ ଲଗାଇବାର ପ୍ରକ୍ରିୟାରେ ଅଛି। ଆଲ୍ଲାହ ନିଜେ କୋରାନରେ କହିଛନ୍ତି, ମୁଁ ଖୋଦା ସବୁ ଜିନିଷର ଦୁଇଟା କରି ସୃଷ୍ଟି କରିଛି। ସେଥିପାଇଁ ତାଙ୍କର ଧର୍ମର ଦୁଇଟା ବାଟ ପଡ଼ିଛି। ସେ ନିଜେ ପକାଇ ଅଛନ୍ତି ସ୍ୱର୍ଗ ଏବଂ ନର୍କ ରଚନା କରି। ଗୋଟିଏ ଦୃଷ୍ଟିରୁ କହୁଛନ୍ତି, ହେ ମୋର ଅଶ୍ରଫୁଲ ମଖଲୁକାତ ବା ସର୍ବଶ୍ରେଷ୍ଠ ସର୍ବୋତ୍ତମ ମାଟିରୁ ଜାତ ମଣିଷ ସୃଷ୍ଟି, ତୁମେ ମୋର କଥା, ମୋର ପୟଗମ୍ବରମାନଙ୍କ କଥା ମାନ, ଆଉ କାହାରି କଥା ମାନ ନାହିଁ। ପୁଣି ଏହାରି ବିରୁଦ୍ଧରେ ସେ ଅଗ୍ନିରୁ ଜାତ ଇବ୍ଲିସ ବା ଶଇତାନ ସୃଷ୍ଟି କରି ତାକୁ ମଣିଷକୁ ପଥହୁଡ଼ା କରାଇବାର ଅନୁମତି ବି ଦେଇଛନ୍ତି। ଆଲ୍ଲାହ ଅନୁମତି ନ ଦେଇଥିଲେ ଶଇତାନ ମଣିଷକୁ କ'ଣ ପଥହୁଡ଼ା କରାଇ ପାରିଥାନ୍ତା? କଦାପି ନୁହେଁ। ପୁଣି ମଣିଷକୁ ଚେତାବନୀ ଦେଇ ସତର୍କ ସାବଧାନ କରାଇ କହିଛନ୍ତି କୋରାନର ୟୁସୁଫ ପାଠରେ କି, ଇନ୍ନଶ-ଶୈତ୍ୱାନ ଲିଲ୍-ଇନସାନ ଆଦୁଉମ୍ ମୁବିନ୍। ଓଡ଼ିଆ ଅର୍ଥ ହେଲା, ଶଇତାନ ମଣିଷର ମୁକ୍ତ ଶତ୍ରୁ। ମଣିଷକୁ ଫୁସୁଲାଇ ବହଲାଇ ନିଜ ଆଡ଼କୁ ଲୋଭ ଦେଖାଇ ଆକର୍ଷିତ କରିବାରେ ଶଇତାନ ମୁକ୍ତ ବା ସ୍ୱାଧୀନ। ତେବେ ଏମିତି ଖୋଦା କାହିଁକି କଲେ? ମନରେ ଆସୁଥିବା ଦେଖାଦେଉଥିବା ଉତ୍କଣ୍ଠିତ ପ୍ରଶ୍ନର ଉତ୍ତର ଦେଇ ସେହି ଖୋଦା ତାଙ୍କର ସର୍ଜିତ କୋରାନରେ କହିଛନ୍ତି, ମଣିଷର ମୋ ପ୍ରତି ରହିଥିବା ଇମାନ ବା ୟକିନ ବା ବିଶ୍ୱାସର ମୁଁ ପରୀକ୍ଷା କରିବି। ମଣିଷକୁ ଆଜମାଇଶରେ ପକାଇବି, ଆଉ ସେଥିରୁ ସତ ମିଛ ବା ଭଲ ମନ୍ଦ ମଣିଷର ଆବିଷ୍କାର କରିବି। ଏହା ହେଉଛି ଖୋଦାଙ୍କର ଦୋମୁହାଁ ନୀତି, ଭାଗ ଭାଗ ଶାସିତ ନୀତି ବା ଡିଭାଇଡ୍ ଆଣ୍ଡ ରୁଲ୍ ପଲିସି। ଧର୍ମର ଭଲ ମନ୍ଦ ଦ୍ୱୟ ଗୁଣ ଦେଖାଇ କେଉଁଟିକୁ ମଣିଷ ଆପଣେଇବ, ନିଜର କରି ଜୀବନରେ ଫଲାହ ବା ବିଜୟ ପ୍ରାପ୍ତ ହେବ, ଏହା ଆଲ୍ଲାହଙ୍କର ମହତ୍ ଉଦ୍ଦେଶ୍ୟ ବୋଲି କୁହାଯିବ। ପୟଗମ୍ବର ଓ ଶଇତାନ, ଆଲ୍ଲାହ ଏବଂ ମଣିଷର ଦୁଇ ବିପକ୍ଷ ବିରୁଦ୍ଧବାଦୀ। ଦୁହିଁଙ୍କର ରାସ୍ତା ସମାନ୍ତରାଳ, କଦାପି ଏକ ବା ଗୋଟିଏ ନୁହେଁ। କେହି କାହା ସହିତ ମିଶିବେ ବି ନାହିଁ। ମିଶିଗଲେ ସ୍ୱାତନ୍ତ୍ର୍ୟ ବା ଅଲଗାପଣ ରହିପାରିବ ନାହିଁ। ତେବେ ଆଲ୍ଲାହ ଶଇତାନ ବା ଇବ୍ଲିସକୁ ମଣିଷର ଶତ୍ରୁ କରାଇବାର କାରଣ ହେଲା, ଶଇତାନ ଆଲ୍ଲାହ ବା ଖୋଦ୍ ବା ଆପଣାଜାତ ଖୋଦାଙ୍କର ଆଦେଶକୁ ଅମାନ୍ୟ କଲା, ମାନି ନଥିଲା। ଆଦେଶଟି ଥିଲା ଖାକ୍ ବା ମାଟିରୁ ଜାତ ମୂର୍ତ୍ତି ନିର୍ମିତରୁ ଜୀବନ୍ୟାସ ପାଇଥିବା ଆଲ୍ଲାହଙ୍କର ପ୍ରଦତ୍ତ ନାମ ଆଦମକୁ ସମ୍ମାନ ପ୍ରଦର୍ଶନର ସଜଦାଏ ତାଜିମି ବା ମୁଣ୍ଡିଆ ମାରିନଥିଲା, ସଜଦା କରିନଥିଲା। ଏହା ହିଁ ଥିଲା ଶଇତାନର ଦୋଷ, ନହେଲେ ଶଇତାନର ଅନ୍ୟ କିଛି ଦୋଷ ବା ଅପରାଧ ନଥିଲା। କାହିଁକି ମୋର ବା ଆଲ୍ଲାହର କଥା ମାନିଲୁ ନାହିଁ? ଯା ମୋର ସ୍ୱର୍ଗରୁ ବାହାରି। ଏଇଠି ରହି ଫୁଟାଣି ମାରି ଗର୍ବ ପ୍ରକାଶ କରିବୁ ନାହିଁ। ଯା ପଳା ଜହେନ୍ନମ ବା ନର୍କକୁ। ଶଇତାନର ଅମାନିଆପଣର ଫୁଟାଣି ଗର୍ବଟି ଥିଲା, ହେ ଆଲ୍ଲାହ, ମୋତେ ତୁ ନିଆଁରୁ ଜାତ କରିଛୁ, ମଣିଷ ପୂର୍ବରୁ ଜନ୍ମ କରିଛୁ, ତେଣୁ ମୋର ଗରଜ ପଡ଼ିନାହିଁ ଯେ ମୁଁ ମଣିଷକୁ ତୋର କଥାରେ ପଡ଼ି ସମ୍ମାନ ପ୍ରଦର୍ଶନର ମୁଣ୍ଡିଆ ମାରିବି, ସଜଦା କରିବି। ତେବେ ସ୍ୱର୍ଗରୁ ବିତାଡ଼ିତ ହେବା ପରେ ଶଇତାନ ଆଲ୍ଲାହଙ୍କଠାରୁ ମୋହଲତ ବା ଅବସର ମାଗିଥିଲା କି, ହେ ଆଲ୍ଲାହ, ଯଦି ତୁ ମୋତେ ସୁଯୋଗ ଦେଉତ, ମୁଁ ତୋର ଅଶ୍ରଫୁଲ ମଖଲୁକାତ ବା ସର୍ବଶ୍ରେଷ୍ଠ ସର୍ବୋତ୍ତମ ସୃଷ୍ଟି ମଣିଷକୁ ପଥହୁଡ଼ା କରାଇବି। ତାକୁ ତୋର କରିଥିବା ଜିନିଷକୁ ବଦଳାଇ ଦେବାକୁ କହିବି, ନହେଲେ ତୋର ନର୍କ ଭରିବ ନାହିଁ। ଆଲ୍ଲାହ ଶଇତାନର ଅନୁରୋଧ ଶୁଣି କହିଲେ, ଯା, ତୋତେ ମୋହଲତ ଅଛି। ତେବେ ଜାଣିଥା, ଯିଏ ତୋର ଅନୁଗାମୀ ହେବ, ତୋତେ ସାଙ୍ଗ ମନେ କରିବ,
ପ୍ରଭୁ ଉପାସ୍ୟ ଜ୍ଞାନ କରିବ, ତୋତେ ଏବଂ ସେମାନଙ୍କୁ ସମସ୍ତଙ୍କୁ ଭରପୁର ନର୍କଦଣ୍ଡ ଭୋଗିବାକୁ ପଡ଼ିବ। ଏହା ମୋର ଚେତାବନୀ। ଏବେ ଯା, ତୋର ଖେଳ ବଳ ଦେଖା। ସେଇଠୁ ଶଇତାନ ମଣିଷ ପଛରେ ଲାଗିଲା। ଆଲ୍ଲାହ ଯଦି ଶଇତାନକୁ ସୃଷ୍ଟି କରି ନଥାନ୍ତେ ଏବଂ ତାକୁ ମଣିଷ ପଛରେ ଲାଗିବାର ଅନୁମତି ଦେଇ ନଥାନ୍ତେ, ତେବେ ମଣିଷ ଅବିଶ୍ୱାସୀ ତଥା ସମକକ୍ଷକାରୀ ବା କୁଫ୍ର ଏବଂ ଶିର୍କ କରି ନଥାନ୍ତା, କିମ୍ବା ଏକେଶ୍ୱରବାଦ ବଦଳରେ ବହୁ ଈଶ୍ୱରବାଦର ଶଇତାନ ପ୍ରବର୍ତ୍ତିତ ଧର୍ମର ପ୍ରଚଳନ ମଣିଷର ଦୁର୍ଲଭ ଜୀବନରେ ଘଟି ମଣିଷକୁ ନର୍କ ଗମନର ବାଟ ଦେଖାଇ ନଥାନ୍ତା। ଆଲ୍ଲାହ କୋରାନରେ କହିଛନ୍ତି, ହେ ମଣିଷ, ତୁ ମୋ ଠାରୁ ଆଗକୁ ବଢ଼େନା, ମନର ଇଚ୍ଛା ଆକାଂକ୍ଷା ପଛରେ ପଡ଼ନା। ପଡ଼ିଗଲେ ପ୍ରକୃତ ପଥରୁ ଦୂରେଇ ଯିବୁ, ଓହରି ଆସିବୁ। ମଣିଷ ଅବିଶ୍ୱାସୀ, ନାସ୍ତିକ ଓ ସମକକ୍ଷକାରୀ ଶଇତାନ ଜରିଆରେ ହୋଇଅଛି, ହେଲେ ଆଲ୍ଲାହର ଇଚ୍ଛାରେ କରିଛି। ଯେହେତୁ ଆଲ୍ଲାହ କହିଛନ୍ତି, ମୁଁ ଯେଉଁ ମଣିଷକୁ ଚାହିଁବି ମୋର ଏକେଶ୍ୱରବାଦ ଧର୍ମର ବାଟ ଦେଖାଇବି, ପୁଣି ଯେଉଁ ମଣିଷକୁ ଚାହିଁବି ପଥହୁଡ଼ା କରାଇବି। ଆଲ୍ଲାହ ଯାହା ଚାହେଁ କରେ। ତଥାପି ମଣିଷକୁ ବୁଦ୍ଧି, ବିବେକ, ବିଚାର ଶକ୍ତି ଦେଇଅଛି କି ସେ ନିଜେ ବିଚାର କରୁ କୋଉ ବାଟରେ ଯିବ। ମଣିଷ କ'ଣ ବିଚାର କରିବ ଯୋଉ ପର୍ଯ୍ୟନ୍ତ ମୁଁ ମଣିଷ ପାଇଁ ବିଚାର କରିନାହିଁ? ମଣିଷ ଚେଷ୍ଟା କରୁ, ଇଚ୍ଛା କିନ୍ତୁ ମୋର। ଏହିଭଳି ଦ୍ୱନ୍ଦ୍ୱଶୀଳ ବା ଦୁଇ ପ୍ରକାର ପଦ୍ଧତିରେ ପକାଇଥିବାରୁ କିଛି ମଣିଷ ଇସଲାମୀରେ ରହିଛନ୍ତି, ଆଉ କିଛି ମଣିଷ ବାତିଲ ବା ରଦ୍ଦ ବା ମିଛ ଧର୍ମଗ୍ରାହୀ ହୋଇଯାଇ ହିନ୍ଦୁ, ଖ୍ରୀଷ୍ଟ, ଜୈନ, ବୌଦ୍ଧ, ଶିଖ ଆଦି ନାମରେ ପରିଣତ ହୋଇଯାଇଛନ୍ତି। ଧର୍ମ ଯୁକ୍ତିସିଦ୍ଧ, ଖୋଦା ପରମ ତାର୍କିକ ବା ତର୍କକାରୀ ଯୁକ୍ତିପଟୁ। ମଣିଷ ସେହିପରି ଯୁକ୍ତି ନକରି ବଂଶ ପ୍ରଥା କ୍ରମେ ନ ଆସି ଦିବ୍ୟ ପବିତ୍ର ସାରା ଜଗତର ମାନିତ ମାନ୍ୟତାପ୍ରାପ୍ତ ଗ୍ରନ୍ଥ ଆତ୍ମାକୁ କରି ସଫା କରି ଦେଉଥିବା କୋରାନ ନ ପଢ଼ି ମାନବ ରଚିତ ଗ୍ରନ୍ଥ ବେଦ, ଉପନିଷଦ, ରାମାୟଣ, ମହାଭାରତ, ଭାଗବତ, ଅଷ୍ଟାଦଶ ପୁରାଣ, ଈସା ବା ଯୀଶୁ ପ୍ରାପ୍ତ ଇଞ୍ଜିଲକୁ ବଦଳାଇ ବା ବାଇବେଲ ପଢ଼ି ବିପଥଗାମୀର ଧର୍ମ ଆପଣେଇ ନେଇଛି, ଯାହାର ଅପର ପରିଣାମ ହୋଇଛି ତ୍ରିବେଣୀ ସଙ୍ଗମର ପ୍ରୟାଗରାଜରେ ଆୟୋଜିତ କୁମ୍ଭମେଳାରେ ଆଲ୍ଲାହ ମହାପ୍ରଳୟର ବିଭୀଷିକା ଦେଖାଇ ଦେଇଛନ୍ତି। ନିଆଁ ଜଳାଇ ଧ୍ୱଂସ ବରବାଦର କରାଳ ଭୟଙ୍କର ଦୃଶ୍ୟ ଉତ୍ପନ୍ନ କରାଏ। କୋରାନର ବିଚାରରେ ଏସବୁ ଖୋଦାର କହେର ବା ଗଜବ ବା କ୍ରୋଧ, ଆକ୍ରୋଶ, ଅରାଜିପଣର ଦୃଷ୍ଟାନ୍ତ। ବିପଦ ପଥକୁ ଆପଣେଇ ନେଲେ, ନିଜର କରିନେଲେ ନଷ୍ଟସ୍ୟ କାନ୍ୟ ଗତି ବା ନଷ୍ଟର ଗତି କେଉଁ ଆଡ଼କୁ ନା ଧ୍ୱଂସ ଆଡ଼କୁ। ଏ ତ ଦୁନିଆର ସଜା, ପୁଣି ପରଲୋକର ସଜା ମରଣ ଉପରାନ୍ତେ ବା ମରିବା ପରେ ଅଛି। ମଣିଷକୁ ପୁନର୍ଜୀବିତ ହୋଇ ମିଳିବ ବୋଲି ଖୋଦା କୋରାନରେ କହିଛନ୍ତି, ତାର ୟାସିନ ପାଠରେ, ମୁଲ୍କ ପାଠରେ ଏବଂ ଅନ୍ୟାନ୍ୟ ଅଧ୍ୟାୟମାନଙ୍କରେ। ମଣିଷ ମୋବାଇଲରୁ କୋରାନର ହିନ୍ଦୀ ଅନୁବାଦକୁ ଖୋଲି ଦେଖିପାରେ। ଯଦି ତାର ମନରେ ଆଲ୍ଲାହଙ୍କ ପ୍ରତି ଭୟ ଥାଏ, ଘୃଣା ବିଦ୍ୱେଷ ଭାବ ନଥାଏ। ୟାସିନ ପାଠରେ ଖୋଦା କହିଛନ୍ତି, ଇନ୍ନା ନହିନୁ ନୁହିୟଲ ମୌତା। ଓଡ଼ିଆ ମାନେ ହେଲା, ନିଃସନ୍ଦେହତଃ ଆମ୍ଭେ ଆଲ୍ଲାହ ମୃତକ ମଣିଷକୁ ଜୀବନ୍ତ କରିବୁ। ସେ ମଣିଷ ପୋଡ଼ା ହୋଇଥାଉ, ମାଟିରେ ପୋତା ହୋଇଥାଉ, ପାଣିରେ ଭସା ଯାଇଥାଉ ଅବା ବାଘ ଖାଇଥାଉ, ଆଲ୍ଲାହ ପ୍ରତ୍ୟେକ ଜିନିଷ ଉପରେ କର୍ତ୍ତାପଣ ବା କରିବା ରଖେ। ଆଲ୍ଲାହ ହର ଚିଜ ପର କାଦିର ହୈ। ମଣିଷ ମିଛ ଭାବୁ, ମୋତେ ରାଗୁ, ଗାଳି ଦେଉ, ମୋର କିଛି କ୍ଷତି କରିପାରିବ ନାହିଁ। ଓଲଟି ମୋର ଆଲ୍ଲାହଙ୍କ ଦ୍ୱାରା ନିଜେ କ୍ଷତିରେ ପଡ଼ିବ। ମୁଁ ଆଲ୍ଲାହ ପ୍ରତିଶୋଧୀ, ଯେସାକୁ ତେସାକାରୀ, ଅତ୍ୟାଚାରୀ କିନ୍ତୁ ନୁହେଁ। ମଣିଷ ମୋ କଥାମାନଙ୍କୁ ନ ମାନି ନିଜେ ଅତ୍ୟାଚାରୀ ମନ ଉପରେ କରୁଛି। ସେ ମଣିଷ ମୋତେ ଆଲ୍ଲାହଙ୍କୁ ଛାଡ଼ି ଆଉ ଦ୍ୱିତୀୟ ଖୋଦା ପୂଜେନା କି ନର୍କରେ ନିର୍ଦ୍ଦୟରେ ଗାଳି, ଧକ୍କା ଖାଇ ବନ୍ଦୀ ହୋଇ ଫୋପଡ଼ା ଦିଆଯିବ। ମୋ ଆଲ୍ଲାହଙ୍କ ଛଡ଼ା ତୋର ଆଉ ଦ୍ୱିତୀୟ ଉପାସ୍ୟ, ମାବୁଦ ବା ପୂଜାଯୋଗ୍ୟ ପ୍ରଭୁ କେହି ନାହିଁ। ଇସଲାମ ହିଁ ମୋର ତୋର ଏକ ହିଁ ଧର୍ମ। ଇନ୍ନା ଦୀନା ଇନ୍ଦଲ୍ଲାହିଲ ଇସଲାମ। ଆଲେ ଇମ୍ରାନ ପାଠ ଦେଖନ୍ତୁ। ଆଉ ମୁଁ ଜଣେ ହିଁ ପୂଜାଯୋଗ୍ୟ ଉପାସ୍ୟ। ବାଟ ବତାଇଦେଲି, ବାଧ୍ୟ ଜୋର ଜବରଦସ୍ତି କରୁନାହିଁ, ଚାପ ଦେଉନାହିଁ, ହେଲେ ମଣିଷକୁ ଛାଡ଼ିବି ବି ନାହିଁ, ନିଶ୍ଚେ ଧରିବି। ଆଲ୍ଲାହ ଦୁର୍ବଳ ଶକ୍ତି ନୁହେଁ ଯେ ମଣିଷ ତାର ଆୟତ୍ତରୁ ବାହାରିଯିବ। ସମୟ ଆସିଲେ ମଣିଷ ଫଳାଫଳ ଜାଣିଯିବ। ଧୈର୍ଯ୍ୟ ଧରୁ, ଅପେକ୍ଷା କରୁ। ମୁଁ ବି ମଣିଷ ସହିତ ଅପେକ୍ଷା କରୁଅଛି। ମୋର ଆଲ୍ଲାହର ସବୁକିଛି ସମୟ ନିରୂପିତ। ଅତଏବ ପ୍ରୟାଗରାଜରେ ଆଲ୍ଲାହ
ଅଜାବ ବା ଯନ୍ତ୍ରଣାର ପ୍ରୟୋଗ କଲା। ଯେହେତୁ ମଣିଷ କୋରାନ୍ ପଢ଼ିଲା ନାହିଁ, ଖୋଦାର କଥା ମାନିଲା ନାହିଁ, ମନମାନି କଲା, ନିଜ ଆକାଂକ୍ଷାର ଦାସ ବନିଗଲା, ଶଇତାନର ଗୋଲାମ ସାଜିଲା, ଲଙ୍ଗଳା ହୋଇ ସାଧୁ ସନ୍ଥମାନେ ବୁଲିଲେ। ସମ୍ବାଦରୁ ଶୁଣିଲି ଜଣେ 11 ବର୍ଷର ଝିଅକୁ ଜଣେ ସାଧୁ ଫସେଇ ଦେଇଥିଲେ ଭଦେଇ ଜିଲ୍ଲାରୁ। କାହାକୁ କହିଲେ ତୋତେ ବନ୍ଧୁକରୁ ମାରିଦେବୁ। ଭୟଭୀତ ଝିଅଟି ସାମ୍ବାଦିକଙ୍କ ସମ୍ମୁଖରେ ସାଧୁ ବାବାଙ୍କ ସାମ୍ନାରେ ମିଛ କହିଥିଲା। ଘରେ ଆସି କିନ୍ତୁ ସତ କହିଲା। ମୋବାଇଲରୁ ମୁଁ ମହାକୁମ୍ଭ 2025 ମେଳାର ବିବରଣୀ ଶୁଣିବା ପରେ ଏପରି ଏକ ପ୍ରବନ୍ଧ ଲେଖିଲି। ମହାକୁମ୍ଭ ମେଳାରେ ଯାହା ସବୁ ଅଘଟଣ, ବିଚ୍ୟୁତି ଓ ଏ ସମସ୍ତର ଊର୍ଦ୍ଧ୍ୱରେ ଆଲ୍ଲାହ ଅଛନ୍ତି। ତାଙ୍କରି ଇଚ୍ଛାରେ ମଣିଷ ଧର୍ମ ନାମରେ ପାପ ପୁଣ୍ୟ ଅର୍ଜେ, ମଲାପରେ ସ୍ୱର୍ଗ ନର୍କରେ ରହି କୃତକର୍ମ ଫଳ ଭୋଗିବାର ଅପେକ୍ଷାରେ। ଆଲ୍ଲାହ କୋରାନରେ କହିଛନ୍ତି, ମୋର ବିନା ଅନୁମତିରେ ଗଛର ପତ୍ର ବି ହଲେ ନାହିଁ। ତେଣୁ ମଣିଷର ଅର୍ଜିତ ପାପ ପୁଣ୍ୟ ତାରି ଇଚ୍ଛାରେ ସମ୍ଭବିତ, ମଣିଷର ବାଟ ଧାରଣରେ ସମାହିତ। ମଣିଷ ଅଜଣାରେ ରହି ଭବିଷ୍ୟତର ତାର ପରିଣାମ ହେବାକୁ ଜାଣିପାରୁ ନାହିଁ। ଆଲ୍ଲାହ କହିଛନ୍ତି, ମୁଁ କେବେ ବି ମଣିଷକୁ ଖରାପ କଥା କହେ ନାହିଁ। ତେଣୁ ଖରାପ କଥା, ଖରାପ ଲୋକକୁ ସଜା ନ ଦେଇ ମୁଁ ଛାଡ଼ିବି ନାହିଁ। ମଣିଷକୁ ସୁଧାରିବାକୁ ମୁଁ ମଣିଷର ଇହ ବା ତାର ପ୍ରଥମ ଜୀବନରେ କିଛିଟା ଶାସ୍ତି ଦେଇଥାଏ। ଯଦି ନ ସୁଧୁରିଲା ତେବେ ଏଭଳି ମଣିଷର ଆୟୁଷ କମାଇ ଦେଇ ହଠାତ୍ ତାର ମୃତ୍ୟୁ ଦେଇଦିଏ। ଅବହେଳା କରୁଥିବା ଅବସ୍ଥାରେ ଧରି ମୋ ପାଖକୁ ଚରମ ଅଶେଷ ଶାସ୍ତି ପାଇଁ ନେଇ ଆସେ। ଏ ସଂସାରର କାଳସାଗର ମଣିଷ ପାଇଁ ଏକ ମହାକୁମ୍ଭ ବା ମହାମିଳନ। ସେହି ମିଳନ କେମିତି ହେବାର ଗତିଧାରକ ହେଉଛନ୍ତି ଈଶ୍ୱର।